ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ପ୍ରଭୁଙ୍କର ଶାନ୍ତି ଆପଣମାନଙ୍କଠାରେ ସର୍ବଦା ରହୁ। ପ୍ରିୟ ବନ୍ଧୁଗଣ, ଆଜି ଆମ୍ଭେମାନେ ଶିଶୁ ଯୀଶୁ ପ୍ରାଣସାଧ୍ୱୀ ତେରେସାଙ୍କ ଜୀବନୀ ବିଷୟରେ ଶିକ୍ଷା କରିବା। ସେ ଜଣେ କୁମାରୀ, ସେବାଭଗ୍ନୀ ଏବଂ ମଣ୍ଡଳୀର ଧର୍ମାଚାର୍ଯ୍ୟ ଅଟନ୍ତି। ଲିଟିଲ୍ ଫ୍ଲାୱାର ବା ଟିକି ପୁଷ୍ପ ଭାବରେ ପ୍ରସିଦ୍ଧ ଅଟନ୍ତି। ସେ ଶିଶୁ ଯୀଶୁ ପ୍ରାଣସାଧ୍ୱୀ ତେରେସା ନାମରେ ଅଭିହିତା। ତାଙ୍କ ପ୍ରକୃତ ନାମ ହେଉଛି ମାରିଏ ଫ୍ରାଙ୍କୋଇସ୍ ଥେରେସ୍ ମାର୍ଟିନ୍। ସେ ଲୁଇସ୍ ଏବଂ ଚେଲିଙ୍କ 9 ଜଣ ସନ୍ତାନଙ୍କ ମଧ୍ୟରୁ ସର୍ବକନିଷ୍ଠ ଭାବରେ 1873 ସାଲ ଜାନୁଆରୀ 2 ତାରିଖରେ ଫ୍ରାନ୍ସର ଆଲେଙ୍କନ୍ ଠାରେ ଜନ୍ମଗ୍ରହଣ କରିଥିଲେ। 9 ଜଣଙ୍କ ମଧ୍ୟରୁ କେବଳ 5 ଜଣ ଜୀବିତ ଥିଲେ ଏବଂ ସେମାନେ ସମସ୍ତ କନ୍ୟା ସନ୍ତାନ ଥିଲେ। ସେମାନଙ୍କ ଯୁବାବସ୍ଥାରେ ଲୁଇସ୍ ଏବଂ ଚେଲି ଧାର୍ମିକ ଜୀବନ ପ୍ରତି ଆକର୍ଷିତ ହୋଇଥିଲେ, କିନ୍ତୁ ପରମେଶ୍ୱରଙ୍କ ଠାରୁ ସେମାନଙ୍କ ପାଇଁ ଅନ୍ୟ ଯୋଜନା ଥିଲା। ଯେତେବେଳେ ସେମାନେ ଉଭୟ ସଫଳ ବ୍ୟବସାୟିକ ବ୍ୟକ୍ତି ହୋଇଗଲେ, ଈଶ୍ୱର ସେମାନଙ୍କର ସମସ୍ତ 5 ଜଣ ବଞ୍ଚିଥିବା ସନ୍ତାନଙ୍କୁ ସେବାଭଗ୍ନୀ ନିମନ୍ତେ ଆହ୍ୱାନ କଲେ। ଶିଶୁ ଥେରେସା ଦୁର୍ବଳ ଏବଂ ଅସୁସ୍ଥ ଥିଲେ, କିନ୍ତୁ ତାଙ୍କୁ ମିଳିଥିବା ପ୍ରେମପୂର୍ଣ୍ଣ ଯତ୍ନ ସହିତ ସେ 15 ମାସ ବୟସରେ ଶକ୍ତିଶାଳୀ ଏବଂ ଜୀବନ୍ତ ହୋଇଗଲେ। ସେ ଜଣେ ଜିଦଖୋର ପିଲା ଥିଲେ। ଯେତେବେଳେ ସବୁକିଛି ତାଙ୍କ ଇଚ୍ଛାରେ ଯାଉନଥିଲା, ସେ ନିଜକୁ ତଳେ ପକାଇ ପ୍ରତିବାଦ କରି ଗଡ଼ି ଯାଉଥିଲେ। ତାଙ୍କ ମା' ଲେଖିଥିଲେ, ତାଙ୍କର ଜିଦ୍ ପ୍ରାୟ ଅଜୟ। ସେହି ସମୟରେ ସେ ବହୁତ ବୁଦ୍ଧିମାନ ଥିଲେ ଏବଂ କେବେ ବି ମିଛ କହିନଥିଲେ। ସେ ଈଶ୍ୱରଙ୍କ ବିଷୟରେ କଥା ହେବା ଏବଂ ପ୍ରାର୍ଥନା କରିବାକୁ ଭଲ ପାଉଥିଲେ। ଯେତେବେଳେ ସେ 4 ବର୍ଷ ବୟସର ଥିଲେ, ମା'ଙ୍କ ମୃତ୍ୟୁ ହୋଇଗଲା ଏବଂ ତାଙ୍କ ବଡ଼ ଭଉଣୀମାନେ, ବିଶେଷ କରି ପାଉଲିନ୍, ତାଙ୍କୁ ଲାଳନ ପାଳନ କଲେ। 1882 ମସିହାର ଅକ୍ଟୋବର ମାସରେ ପାଉଲିନ୍ ଲିସିୟକ୍ସରେ କାର୍ମେଲା ଧର୍ମସଂଘରେ ଯୋଗ ଦେବାକୁ ଚାଲିଗଲେ। ଥେରେସାଙ୍କୁ ଏହା ଏତେ ଆଘାତ ଦେଇଥିଲା ଯେ ସେ ଅସୁସ୍ଥ ହୋଇ ପଡ଼ିଲେ, ଭ୍ରମ ଓ କ୍ରୂର ଶରୀର ବିକୃତିର ଶିକାର ହେଲେ। ଡାକ୍ତର ଅସହାୟ ହେଲେ। ତାଙ୍କ ବାପା ତାଙ୍କ ଆରୋଗ୍ୟ ପାଇଁ ଦିବ୍ୟଯଜ୍ଞର ଏକ ନୋଭେନା ବ୍ୟବସ୍ଥା କରିଥିଲେ। ତାଙ୍କର ଦେହ ଆହୁରି ଖରାପ ହେବାକୁ ଲାଗିଲା, କିନ୍ତୁ ନୋଭେନାର 9ମ ଦିନରେ ଯେତେବେଳେ ସେ ଏବଂ ତାଙ୍କର 3 ଭଉଣୀ ପ୍ରାର୍ଥନା କରୁଥିଲେ, ସେତେବେଳେ ଧନ୍ୟା କୁମାରୀ ମାରିଆ ତାଙ୍କୁ ଦର୍ଶନ ଦେଲେ ଓ ସଙ୍ଗେ ସଙ୍ଗେ ତାଙ୍କର ଅସୁସ୍ଥତା ଦୂରେଇଗଲା ଓ ଆଉ କେବେ ବେମାରରେ ପୀଡ଼ିତା ହେଲେ ନାହିଁ। ପାଉଲିନ୍ ଯୀଶୁଙ୍କର ଆଗ୍ନେସ୍ ନାମ ନେଲେ ଓ ପରବର୍ତ୍ତୀ ସମୟରେ ସେ ମଠର ମାତୃ ଅଧ୍ୟକ୍ଷା ହେଲେ। ଆତ୍ମସ୍ମୃତି ଗ୍ରନ୍ଥ ଲେଖିବା ପାଇଁ ସେ ଥେରେସାଙ୍କୁ କହିଥିଲେ। 9 ବର୍ଷ ବୟସରେ ଥେରେସା ତାଙ୍କ ବଡ଼ ଭଉଣୀମାନଙ୍କ ପରି ଜଣେ କାର୍ମେଲ ଧର୍ମସଂଘର ସେବାଭଗ୍ନୀ ହେବାକୁ ଚାହୁଁଥିଲେ। ପ୍ରାୟ 5 ବର୍ଷ ଧରି ସେ ଲିସିୟକ୍ସରେ ବେନେଦିକ୍ତୀୟ ସେବାଭଗ୍ନୀ ଦ୍ୱାରା ଶିକ୍ଷାପ୍ରାପ୍ତ ହୋଇଥିଲେ, କିନ୍ତୁ ସେ ଜଣେ କାର୍ମେଲୀୟ ସେବାଭଗ୍ନୀ ହେବାକୁ ଚାହୁଁଥିଲେ। ଯଦିଓ ତାହାଙ୍କୁ 15 ବର୍ଷ ବୟସ ହୋଇଥିଲା, ଅଥଚ ଧର୍ମାଧ୍ୟକ୍ଷ କହିଥିଲେ ଯେ ସେ ବହୁତ ଛୋଟ ଅଟନ୍ତି। ଯେତେବେଳେ ସେ ରୋମକୁ ଗସ୍ତ କରିଥିଲେ, ସେ ବ୍ୟକ୍ତିଗତ ଭାବରେ ପୁଣି ପିତା ଲିଓ ତ୍ରୟୋଦଶଙ୍କୁ କାର୍ମେଲ ଧର୍ମସଂଘର ସେବାଭଗ୍ନୀ ହେବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ସର୍ବଶେଷରେ 1888 ସାଲ ଏପ୍ରିଲ 9 ତାରିଖ ଦିନ ମଠାଧ୍ୟକ୍ଷା ତାଙ୍କୁ 16 ବର୍ଷ ବୟସ ହେବା ପୂର୍ବରୁ ଲିସିୟକ୍ସର କନଭେଣ୍ଟରେ ପ୍ରବେଶ କରାଇଥିଲେ। 3 ବର୍ଷ ପାଇଁ ତାଙ୍କର କର୍ତ୍ତବ୍ୟ ଥିଲା ସଫା କରିବା, ବିଶେଷ କରି ଧୂଳି ସଫା କରିବା ଓ କପଡ଼ା ମରାମତ କରିବା। ସେ 1890 ମସିହାରେ ବ୍ରତ ଧାରଣ କରିଥିଲେ। ସେ କହିଥିଲେ ଯେ କାର୍ମେଲ ଧର୍ମସଂଘରେ ଯୋଗଦାନ କରିବାର ତାଙ୍କର ଉଦ୍ଦେଶ୍ୟ ଆତ୍ମାମାନଙ୍କ ରକ୍ଷା କରିବା ଏବଂ ସର୍ବୋପରି ଯାଜକମାନଙ୍କ ପାଇଁ ପ୍ରାର୍ଥନା କରିବା। ଏହି ଯୁବା ସେବାଭଗ୍ନୀଙ୍କୁ ଈଶ୍ୱର ସ୍ୱତନ୍ତ୍ର ଅନୁଗ୍ରହ ପ୍ରଦାନ କରିଥିଲେ। ସେ ତାଙ୍କ ଧାର୍ମିକ ଜୀବନରେ ଏତେ ଶୀଘ୍ର ଅଗ୍ରଗତି କରିଥିଲେ ଯେ ଯେତେବେଳେ ସେ 22 ବର୍ଷ ହୋଇଥିଲେ, ତାଙ୍କୁ ସନ୍ନ୍ୟାସିନୀ ହେବାକୁ ପ୍ରସ୍ତୁତ ହେବା କନ୍ୟାମାନଙ୍କର ପରିଚାଳିକାର ଦାୟିତ୍ୱ ଦିଆଯାଇଥିଲା। ଏହା ଏକ ବିରଳ ବ୍ୟତିକ୍ରମ ଥିଲା। ସେହି ବୟସରେ ଅନେକ ସେବାଭଗ୍ନୀ ନିଜର ଗଠନ ପାଇଁ ଶିକ୍ଷାମାନ ଗ୍ରହଣ କରିଥାନ୍ତି ଏବଂ ସେବାଭଗ୍ନୀ ହେବାକୁ ପ୍ରସ୍ତୁତ କରୁଥିବା କନ୍ୟାମାନଙ୍କ ମାର୍ଗଦର୍ଶନ କରିନଥାନ୍ତି। ତାଙ୍କ ବାକ୍ୟ ଓ ନିଜ ଜୀବନର ଉଦାହରଣ ଦ୍ୱାରା ସେ ସେହି କନ୍ୟାମାନଙ୍କୁ ଆଧ୍ୟାତ୍ମିକ ଜୀବନର ଶିକ୍ଷା ପ୍ରଦାନ କରିଥିଲେ ଏବଂ ସେମାନଙ୍କୁ ଈଶ୍ୱରଙ୍କ ପଥର ମାର୍ଗଦର୍ଶନ କରିଥିଲେ। ଈଶ୍ୱରଙ୍କ ପ୍ରତି ତାଙ୍କର ମହାନ ପ୍ରେମ, ତାଙ୍କ ପ୍ରତି ତାଙ୍କର ପିଲା ପରି ବିଶ୍ୱାସ ଓ ତାଙ୍କର ନିରନ୍ତର ଆତ୍ମବଳିଦାନ ତେରେସାଙ୍କୁ ଜଣେ ସନ୍ଥ କରିଥିଲା।
ସେ ପିତା କିମ୍ବା ମାତାଙ୍କ କୋଳରେ ଥିବା ଏକ ଛୋଟ ପିଲା ପରି ନିଜକୁ ଈଶ୍ୱରଙ୍କ କୋଳରେ ସମର୍ପଣ କରିଥିଲେ। ସେ ବିଶ୍ୱାସ କରୁଥିଲେ ଯେ ଈଶ୍ୱର ଏତେ ଦୟାଳୁ ଯେ ତାଙ୍କଠାରୁ କେହି କେବେ ଅଧିକ ମାଗିପାରିବେ ନାହିଁ। ସେ ନିଶ୍ଚିତ ଥିଲେ ଯେ ଜଣେ ତାଙ୍କ ଉପରେ ନିର୍ଭରଶୀଳତା ଅନୁସାରେ ତାଙ୍କଠାରୁ ସେ ପ୍ରାପ୍ତ କରିବ। ଈଶ୍ୱରଙ୍କ ପ୍ରେମ ପାଇଁ ଦୈନନ୍ଦିନ ଜୀବନର ଛୋଟ ଛୋଟ କର୍ତ୍ତବ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ସମ୍ପାଦନ କରିବାର ତାଙ୍କର ଛୋଟ ଉପାୟ ଥିଲା। ଏହିପରି ସେ ଅଗଣିତ ସାଧାରଣ ଲୋକଙ୍କ ପାଇଁ ଆଦର୍ଶ ଏବଂ ପ୍ରେରଣା ପାଲଟିଗଲେ। ତେରେସା ଅଜ୍ଞାତ ଓ ଅଗଣିତ ରହିବାକୁ ଚାହିଁଥିଲେ। କେବଳ ଆଦେଶ ପାଳନ କରି ସେ ତାଙ୍କର ଆତ୍ମଜୀବନୀ ଦ ଷ୍ଟୋରି ଅଫ୍ ଏ ସୋଲ୍ ନାମରେ ଏକ ପୁସ୍ତକ ଲେଖିଥିଲେ। ଅନ୍ୟମାନଙ୍କ ଦ୍ୱାରା କିମ୍ବା ଅସୁସ୍ଥତାରୁ କିମ୍ବା ଅନ୍ୟ କୌଣସି କାରଣରୁ କଷ୍ଟ ଭୋଗିଲେ ମଧ୍ୟ ସେ କେବେ ଅଭିଯୋଗ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ପ୍ରାୟତଃ ତାଙ୍କ ସହକର୍ମୀ ସେବାଭଗ୍ନୀମାନେ ତାଙ୍କୁ ଭୁଲ ବୁଝୁଥିଲେ ଓ ଦୁର୍ବ୍ୟବହାର କରୁଥିଲେ। ଯେଉଁମାନେ ତାଙ୍କୁ ନାପସନ୍ଦ କରୁଥିଲେ ସେ ଏକ ବିଶେଷ ଉପାୟରେ ସେମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ହେବାକୁ ଚେଷ୍ଟା କରୁଥିଲେ। ତାଙ୍କୁ ସେମାନେ ହଇରାଣ କରିବାକୁ ଓ ଆଘାତ କରିବାକୁ ମଧ୍ୟ ଚେଷ୍ଟା କରୁଥିଲେ। ଏଥିରେ ସେ ଯୀଶୁଙ୍କ ଉଦାହରଣକୁ ଅନୁସରଣ କରୁଥିଲେ, ଯାହାକି ଯିଏ ତାଙ୍କୁ କ୍ରୁଶରେ ଚଢ଼ାଇଥିଲେ ସେହି ଲୋକଙ୍କ ପାଇଁ ଯୀଶୁ ପ୍ରାର୍ଥନା କରିଥିଲେ। ଏକ ବିଜୟୀ ହସ ସହିତ ସେ ତାଙ୍କୁ ସମାଲୋଚନା କରୁଥିବା ସେବାଭଗ୍ନୀମାନଙ୍କୁ ପରାସ୍ତ କରିଥିଲେ। ତାଙ୍କ 9 ବର୍ଷର ଅନୁଷ୍ଠାନ ଜୀବନ ମଧ୍ୟରେ ସେ ସର୍ବଦା ନମ୍ର ଏବଂ ଆତ୍ମତ୍ୟାଗୀ ଥିଲେ। କେହି କେବେ ତାଙ୍କ ଭିତରେ କିଛି ଅସାଧାରଣ ଲକ୍ଷ୍ୟ କରିନଥିଲେ। ସେ ହୃଦବୋଧ କଲେ ଯେ ତାଙ୍କ ପ୍ରାର୍ଥନା ଏବଂ ବଳିଦାନ ଦ୍ୱାରା ଯାଜକ ଓ ମିଶନାରୀମାନଙ୍କୁ ସାହାଯ୍ୟ କରିବା ତାଙ୍କର କର୍ତ୍ତବ୍ୟ। ସେ ମନ ଓ ଶରୀରରେ ବହୁତ କଷ୍ଟ ଭୋଗ କରୁଥିଲେ। ତାଙ୍କର ଧାର୍ମିକ ଜୀବନ ଏକ ଦୀର୍ଘ ଶହୀଦତା ଜୀବନ ଥିଲା। ସେ ଆତ୍ମାର ମୁକ୍ତି ପାଇଁ ଏବଂ ମିଶନ ଭୂମିରେ ବିଶ୍ୱାସର ପ୍ରସାର ପାଇଁ ମଧୁର ତ୍ୟାଗ ଓ ବୀରତ୍ୱପୂର୍ଣ୍ଣ ଧୈର୍ଯ୍ୟ ସହିତ ଏହି ସବୁକୁ ତାଙ୍କ ପ୍ରିୟ ଈଶ୍ୱରଙ୍କ ଦୟାଳୁ ପ୍ରେମର ବଳିଦାନ ଭାବରେ ତାଙ୍କ ନିକଟରେ ଉତ୍ସର୍ଗ କଲେ। ଏହିପରି ସେ ତାଙ୍କ ଅନୁଷ୍ଠାନରୁ ବାହାରକୁ ନ ଆସି ଜଣେ ମହାନ ମିଶନାରୀ ହେଲେ। 1895 ସାଲ ଜୁନ୍ ମାସ 9 ତାରିଖରେ ପବିତ୍ର ତ୍ରୈକ୍ୟଙ୍କ ପର୍ବରେ ତେରେସା ନିଜକୁ ଈଶ୍ୱରଙ୍କ ଦୟାଳୁ ପ୍ରେମ ଦ୍ୱାରା ସମ୍ପୂର୍ଣ୍ଣ ଭାବରେ ଗ୍ରାସକ ହେବାକୁ ଉତ୍ସର୍ଗ କଲେ। ସେ ଛୋଟ ଛୋଟ କାମକୁ ମହାନ ପ୍ରେମ ସହିତ କଲେ। ସେ ତ୍ୟାଗର ସାହସିକ ମନୋଭାବ ସହିତ ଦୁଃଖକୁ ଗ୍ରହଣ କରିଥିଲେ ଏବଂ ସେଗୁଡ଼ିକୁ ଆନନ୍ଦରେ କିପରି ପରିଣତ କରିବେ ତାହା ଜାଣିଥିଲେ। 1896 ସାଲ ସେପ୍ଟେମ୍ବର ମାସରେ ଶହୀଦ ହେବା ପାଇଁ ତାଙ୍କର ଅତୃପ୍ତ ଇଚ୍ଛା ଦ୍ୱାରା ଯନ୍ତ୍ରଣା ଭୋଗ କରି ସେ ସାଧୁ ପାଉଲଙ୍କ ଠାରୁ ପରାମର୍ଶ ନେଲେ। ପ୍ରଥମ କରନ୍ଥୀୟ 13 ଅଧ୍ୟାୟରେ ସେ ଆବିଷ୍କାର କରିଥିଲେ ଯେ ପ୍ରେମ ବିନା ସର୍ବୋତ୍ତମ ଉପହାର ମଧ୍ୟ କିଛି ନୁହେଁ। ଦାନ ହେଉଛି ସର୍ବୋତ୍ତମ ମାଧ୍ୟମ ଏବଂ ଦାନ ଥିଲା ତାଙ୍କ ଆହ୍ୱାନର ଚାବିକାଠି। ଯେପରି ସେ ନିଜେ ଲେଖିଛନ୍ତି, ତାଙ୍କର ଇଚ୍ଛା ଥିଲା ମାତାମଣ୍ଡଳୀର ହୃଦୟର ଗଭୀରରେ ପ୍ରେମ ବ୍ୟତୀତ ଅନ୍ୟ କିଛି ନ ହେବା। ସାଧ୍ୱୀ ତେରେସା ପ୍ରାୟ 3 ବର୍ଷ ଧରି ଯକ୍ଷ୍ମା ରୋଗରେ ପୀଡ଼ିତା ଥିଲେ, ଅଥଚ ସେ ତାଙ୍କର ସମସ୍ତ କର୍ତ୍ତବ୍ୟ ନିରନ୍ତର ଭାବରେ କରୁଥିଲେ। ରୋଗ ବର୍ତ୍ତମାନ ତୀବ୍ର ରୂପ ଧାରଣ କଲା। ତାଙ୍କ ମୃତ୍ୟୁ ଶଯ୍ୟାରେ ସେ ଦୃଢ଼ ଭାବରେ କହିଲେ, ମୁଁ ଗୋଲାପ ବର୍ଷା କରିବାକୁ ଦେବି। ମୁଁ ପୃଥିବୀରେ ଭଲ କାମ କରି ମୋର ସ୍ୱର୍ଗକୁ ବିତାଇବି। 1897 ସାଲ ସେପ୍ଟେମ୍ବର ମାସ 30 ତାରିଖରେ ଯେତେବେଳେ ତାଙ୍କର ନିଶ୍ୱାସ ଦୁର୍ବଳ ହୋଇଗଲା, ଭଉଣୀମାନେ ତାଙ୍କ ଶଯ୍ୟା ଚାରିପାଖରେ ଆଣ୍ଠୁମାଡ଼ି ପ୍ରାର୍ଥନା କଲେ। ସେ ତାଙ୍କ କ୍ରୁଶବିଦ୍ଧକୁ ଚାହିଁ କହିଲେ, ମୁଁ ତାଙ୍କୁ ଭଲ ପାଏ। ଗୋଟିଏ ସେକେଣ୍ଡ ପରେ ସେ କହିଲେ, ପ୍ରିୟ ପରମେଶ୍ୱର, ମୁଁ ତୁମକୁ ଭଲ ପାଏ। ତାପରେ ତାଙ୍କ ଆଖିରେ ମହା ଆନନ୍ଦ ସହିତ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କଲେ। ଏତେବେଳକୁ ତାଙ୍କର ବୟସ 24 ବର୍ଷ ହୋଇଥିଲା। 28 ବର୍ଷ ପରେ 1925 ମସିହାରେ ତାଙ୍କୁ ସନ୍ଥ ଭାବରେ ଘୋଷଣା କରାଯାଇଥିଲା। ସାଧୁ ଫ୍ରାନ୍ସିସ୍ ସେବିୟରଙ୍କ ସହିତ ସେ କ୍ୟାଥୋଲିକ୍ ମିଶନର ପୃଷ୍ଠପୋଷକ ଭାବେ ସମ୍ମାନିତ ହେଲେ। 1997 ମସିହାରେ ପୁଣି ପିତା ଜୋହନ ପାଉଲ ଦ୍ୱିତୀୟ ତାଙ୍କୁ ମଣ୍ଡଳୀର ଧର୍ମଚାର୍ଯ୍ୟ ଭାବେ ଘୋଷଣା କରିଥିଲେ। ସାଧ୍ୱୀ ତେରେସା ନମ୍ରତା, ସରଳତା ଏବଂ ଈଶ୍ୱରଙ୍କ ପ୍ରତି ଦୃଢ଼ ବିଶ୍ୱାସରେ ଉତ୍କୃଷ୍ଟ ଥିଲେ। ତାଙ୍କର ବୈଶିଷ୍ଟ୍ୟପୂର୍ଣ୍ଣ କଥା ହେଉଛି, ଯୀଶୁଙ୍କୁ ଯାହା ଅପମାନ କରେ ତାହା ତାଙ୍କ ହୃଦୟରେ ଆଘାତ କରେ। ତାହା ହେଉଛି ଆତ୍ମବିଶ୍ୱାସର ଅଭାବ। ତାଙ୍କ ପାଇଁ ଏଠାରେ କେବଳ ଗୋଟିଏ କାମ କରିବାକୁ ଅଛି, ଯୀଶୁଙ୍କୁ ଭଲ ପାଇବା ଏବଂ ତାଙ୍କ ପାଇଁ ଆତ୍ମା ରକ୍ଷା କରିବା, ଯାହାଦ୍ୱାରା ସେ ଅଧିକ ପ୍ରେମ ପ୍ରାପ୍ତ ହୋଇପାରିବେ। ସେ ଯାହା କହିଥିଲେ ତଦ୍ରୂପ ସେ ବଞ୍ଚିଥିଲେ। ଯେତେବେଳେ ଆମେ ସାଧ୍ୱୀ ତେରେସାଙ୍କର ପର୍ବ ପାଳନ କରୁ, ବିଶେଷ ଭାବରେ ପରମେଶ୍ୱରଙ୍କ ସହିତ ତାଙ୍କର ଶିଶୁ ପରି ସମ୍ପର୍କ ଉପରେ ଧ୍ୟାନ କରିବା ଉଚିତ।
ତାଙ୍କ କୋଳରେ ସେ ଏକ ଶିଶୁ ପରିଥିଲେ, ଯାହାଙ୍କୁ ତାଙ୍କ ମା ପାଳିଥାନ୍ତି, ତାଙ୍କ କୋଳରେ ବହନ କରିଥାନ୍ତି ଏବଂ ପ୍ରେମରେ ବ୍ୟବହାର କରନ୍ତି। ଯିଶାୟ 66:12। ସେ ମଣ୍ଡଳୀରୁ ତାଙ୍କର ଧ୍ୟାନମୟ ଜୀବନ ପାଇଁ ଶକ୍ତି ପାଇଥିଲେ ଏବଂ ତାଙ୍କ ବକ୍ଷସ୍ଥଳରେ ସାନ୍ତ୍ୱନା ଲଭିଥିଲେ। ଯୀଶୁ ଥରେ ଜଣେ ପିଲାଙ୍କୁ ଡାକି ତାଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଯେଉଁ ମନୋଭାବ ଜାଣିବାକୁ ଚାହିଁଥିଲେ, ତାହାର ଏକ ଉଦାହରଣ ଭାବରେ ସେହି ଶିଶୁଟିକୁ ତାଙ୍କ ଶିଷ୍ୟମାନଙ୍କ ନିକଟରେ ଉପସ୍ଥାପିତ କରିଥିଲେ। ସେ ଚାହିଁଥିଲେ ଯେ ତାଙ୍କ ଅନୁଗାମୀମାନେ ଶିଶୁଙ୍କ ପରି ହୁଅନ୍ତୁ। ଯଦି ଆମେ ଆମର ସରଳତା, ଆନ୍ତରିକତା, ନମ୍ରତା ଓ ପରମେଶ୍ୱରଙ୍କ ଉପରେ ବିଶ୍ୱାସରେ ଛୋଟ ପିଲାମାନଙ୍କ ପରି ନ ହେଉ, ତେବେ ଆମେ କେବେ ବି ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିପାରିବା ନାହିଁ। ମାଥ୍ୟୁ 18:2। ଆସନ୍ତୁ ଶିଶୁ ଯୀଶୁ ସାଧ୍ୱୀ ପ୍ରାଣା ତେରେସାଙ୍କ ଠାରୁ ଆମେ ଶିକ୍ଷା କରିବା ଯେ କିପରି ପିଲାମାନଙ୍କ ପରି ଆମେ ହେବା। ଯଦି ଆମେ ସେମାନଙ୍କ ପରି ନିଜକୁ ନମ୍ର କରିବା, ତେବେ ଆମେ ସ୍ୱର୍ଗ ରାଜ୍ୟରେ ମହାନ ହେବା। ସାଧ୍ୱୀ ତେରେସା, ଯିଏ ଏକ ନମ୍ରତାର ଜୀବନଯାପନ କରିଥିଲେ, ସେ ବର୍ତ୍ତମାନ ସାରା ବିଶ୍ୱରେ ଜଣେ ମହାନ ସନ୍ଥ ଏବଂ ମିଶନର ପୃଷ୍ଠପୋଷକ ଭାବରେ ସମ୍ମାନିତା। ଆସନ୍ତୁ ଆମେ ତାଙ୍କ ନିକଟରେ ପ୍ରାର୍ଥନା କରିବା ଯେ ସେ ଆମ ପାଇଁ ନମ୍ରତାର ଗୁଣ ଓ ପ୍ରଭୁଙ୍କର ଅନୁଗ୍ରହ ପ୍ରାପ୍ତ କରିବାର ଭିକ୍ଷା କରିଦିଅନ୍ତୁ। ସେ ଆମ ସମସ୍ତଙ୍କୁ ସ୍ୱର୍ଗ ଉଦ୍ୟାନରେ ସୁନ୍ଦର ଟିକି ଫୁଲ ହେବାରେ ସାହାଯ୍ୟ କରନ୍ତୁ। ପରମେଶ୍ୱରଙ୍କ ପ୍ରଶଂସା ଏବଂ ମହିମା ପାଇଁ ଯୋଗ୍ୟ କରନ୍ତୁ। ଆମେନ୍। ଧନ୍ୟବାଦ।